ଆଜ୍ଞା ଗୋଟିଏ କଥା କହୁଛି, ବିଧାନସଭା ହେଉଛି ଟେମ୍ପୁଲ ଅଫ୍ ଡେମୋକ୍ରେସି। ଯେଠି 147 ଜଣ ବିଧାୟକ ଆସିଛନ୍ତି ନିର୍ବାଚିତ ହୋଇକି ତାଙ୍କ ଏରିଆର ସମସ୍ୟା କହିବା ପାଇଁ ଏବଂ ଏଇଟା ହାଉସ୍ରେ ଉଠେଇ କେମିତି ହେଇପାରିବ ଇଏ, କିନ୍ତୁ ବର୍ତ୍ତମାନ ଯେଉଁ ଚାଲିଛି କେତେ ଦିନ ହେଲା ତା ଠିକ୍ ନୁହେଁ। କିନ୍ତୁ ଆପଣଙ୍କୁ ମଧ୍ୟ ବାଚସ୍ପତିକି ଧନ୍ୟବାଦ ଦେବି, ବହୁତ ତାଙ୍କର ପେସେନ୍ସ ଅଛି ଏବଂ ସିଏ ହେଲେ ବି ଆମର କିଛି ଲୋକମାନେ ଯେଉଁ କରୁଛନ୍ତି ଘଣ୍ଟା ବାଡ଼ଉଛନ୍ତି, ଇଏ ବାଡ଼ଉଛନ୍ତି, ତୁରି ବଜାଉଛନ୍ତି, ଦିସ୍ ଇଜ୍ ନଟ୍ ଏ ଗୁଡ୍ ଆଟମସ୍ଫିୟର। ବିଧାୟକ ଆମେ ପ୍ରତ୍ୟେକ ଦିନ 70 ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି, ସେ କାହା ପଇସା? ପଇସା ହେଉଛି ଗରିବ ଲୋକଙ୍କର ଟିକସ ପଇସା। ଆମେ ସବୁଦିନେ ବର୍ବାଦ କରୁଛେ, 70 ଲକ୍ଷ ଟଙ୍କା ବର୍ବାଦ ହେଉଛି ପ୍ରତ୍ୟେକ ଦିନ। ଶୁଣନ୍ତୁ, ସେ ବିଷୟରେ ମୁଁ କିଛି ମନ୍ତବ୍ୟ, ଯେହେତୁ ସ୍ପିକର ଇଜ୍ ଦ ବ୍ୟାକବୋନ୍ ଅଫ୍ ଦି ଆସେମ୍ବଲି, ମୁଁ ପ୍ରସ୍ତାବ ଦେଲି ଶୃଙ୍ଖଳା ସହିତ ଚାଲିବା ଦରକାର ହାଉସ୍। ଏବଂ ଆଜି ପରେ ହେଉଛି ସବୁଠାରୁ ଗୋଟେ ଇମ୍ପୋର୍ଟାଣ୍ଟ ହୋମ୍ ଡିମାଣ୍ଡ। ଆଜି ଦିନରେ ଏଭଳି ହେବା ଠିକ୍ ନୁହେଁ। ମୁଁ ବାଚସ୍ପତିକି ଅନୁରୋଧ କଲି, ଦୟାକରି ଆପଣମାନେ ସର୍ବଦଳୀୟ ବୈଠକ ଡାକନ୍ତୁ, ସବୁ ଦଳରୁ। ଗୋଟେ ଗୋଟେ ଦିନରେ ମୁଁ ଜାଣିଛି ମହେଶ୍ୱର ମହାନ୍ତି ଯେତେବେଳେ ଥିଲେ ସ୍ପିକର, ଗୋଟେ ଗୋଟେ ଦିନରେ 4 ଥର ସର୍ବଦଳୀୟ ବୈଠକ ଡକାହେଇଛି। ତେଣୁ ଦୟାକରି ବାଚସ୍ପତି ମହୋଦୟ ସର୍ବଦଳୀୟ ବୈଠକ ଡାକନ୍ତୁ ଏବଂ ତାର ଆଶୁ ସମାଧାନ କରନ୍ତୁ, କେମିତି ଆଉ ଯେତେ ଦିନ ରହିଲା ବିଧାନସଭା ଗୃହରେ। ମୁଁ ତ କହିଛି, କିନ୍ତୁ ଇଏ ଠିକ୍ ନୁହେଁ। ଗୋଟେ ଜିନିଷ ହେଉଛି ବାଚସ୍ପତି ମଧ୍ୟ ତାଙ୍କର ଧୈର୍ଯ୍ୟ ବହୁତ, ଯେଉଁ ବାରମ୍ବାର ତାକୁ ଯାଇକି ଝାମେଲା କରୁଛନ୍ତି, ଘଣ୍ଟ ବାଡ଼ଉଛନ୍ତି, ଇଏ ବାଡ଼ଉଛନ୍ତି, ଦିସ୍ ଇଜ୍ ନଟ୍ ଗୁଡ୍। ତେଣୁ ମୁଁ ଗୋଟିଏ ଅନୁରୋଧ କରିଛି ବାଚସ୍ପତିକୁ, ଆପଣ ଡାକନ୍ତୁ ସର୍ବଦଳୀୟ ବୈଠକ, କେମିତି ସୁସ୍ଥ ପରମ୍ପରାରେ ଚାଲିବ। ଗୋଟେ ଆକ୍ସନ୍ ତ ସାଙ୍ଗେ ସାଙ୍ଗେ ଜଣେ ନେଇଯିବ, ସସ୍ପେଣ୍ଡ ଇଜ୍ ଗୋଟେ ବିଗ୍ ଥିଙ୍ଗ, କିନ୍ତୁ ସେଇଟା ତାର ରେମିଡି ନୁହଁ। ତାର ରେମିଡି ହେଉଛି ସବୁ ଡାକି ଶାନ୍ତି ଶୃଙ୍ଖଳାର ସହିତ ସବୁ ବିଧାୟକମାନେ ଆସୁଛନ୍ତି, ବସୁଛନ୍ତି, ମନ୍ତ୍ରୀମାନେ ଅଛନ୍ତି, ହାଉସ୍ଟା ଚାଲୁ। ମୁଁ ହେଟାକୁ ଏଇଟା କହିବା ଠିକ୍ ହେବ। আপনার বরিষ্ঠ বিধায়ক ভাবে ঘটনা ঘটুছি ইয়ে ভালো নুহ। বিনা বিরোধীরে আজ হোম ডিপার্টমেন্ট ডিসকসন হচ্ছে, সমাধান হয়ে যাব, সমাধান হয়ে যাব। বাচস্পতি ডাকিলে সর্বদলীয় বৈঠক চালিছে, বোধ হুয়ে নিশ্চিত কোন নিষ্পত্তি সেমান নেবে। মু তো সে পার্লামেন্টারি ডকা হয়েছে। তারা বাহিনী প্রতি অভিযোগ করছেন যে বিধানসভাকে পুলিশ পশিলা, তাকে বাডেইলে, তাকে চেন চুরি হলা। আজ্ঞা সে মিছ কହୁଛନ୍ତି। ଆପଣ ଗୋଟେ ଜାଣନ୍ତି, ମୁଁ ଗୋଟିଏ କଥା କହୁଛି, ଗାଁ ଗହଳିରେ ଆପଣ ଥାନାରେ ଯାଇଥିବେ, ଗୋଟେ କେସ୍ ଦେଇକି ଦେବ, ଆଜ୍ଞା ମୋ ପକେଟରୁ 10,000 ଛଡ଼େଇ ନେଲା, ମୋ ସୁନା ଚେନ୍ ନେଇଗଲା। ଏଗୁଡ଼ାକ ସବୁ ଗାଁ ଗହଳିର ସାଧାରଣ ଲୋକମାନେ ଯାଇକି ଥାନାରେ ମିଛ କେସ୍ ଦିଅନ୍ତି। କିନ୍ତୁ ଯେଟା ଆପଣଙ୍କ ଯେଟା କହିଲେ ତାର ସୁନା ଚେନ୍ଟାକୁ ଅନ୍ୟ MLA ମାନେ ଛଡ଼େଇ ନେବେ। ନା ବା ଦ୍ୟାଟ୍ ଇଜ୍ ଏ ଷ୍ଟୋରି। ବାରମ୍ବାର ଜିତିକି ଆସୁଛନ୍ତି, ଆପଣ ପୁଲିସ ଯୋଉ ଅଟକେଇଲା ଯୋଉ ବିଧାୟକ ମାନଙ୍କୁ ଠିକ ସତ କୁହନ୍ତୁ ଆପଣ। ଆଜ୍ଞା ମୁଁ ସେ ବିଷୟରେ କିଛି କମେଣ୍ଟ ଦେବିନି। ପୁଲିସ ଅଟକେଇବା ଆପଣ ଯଦି ଅଟକେଇଥାନ୍ତେ। ନା ନା ଶୁଣନ୍ତୁ, ମୁଁ ସେ ବିଷୟରେ କିଛି କମେଣ୍ଟ ଦେବିନି, କାରଣ ଯେତେବେଳେ ସମସ୍ତେ ଆଜ୍ଞା ଚାହିଁବେ ଯେ ଆମେ ମାଇଲେଜ ନେବା ପାଇଁ, ସମସ୍ତେ ଚାହିଁବେ, ସବୁ ଦଳ ଚାହିଁବ। ବିଜେଡି ଚାହୁଁନି ନା କଂଗ୍ରେସ ଚାହୁଁନି ନା ଆମ ସରକାରୀ ଦଳ ଚାହୁଁନି। ନାଇଁ ମୁଁ କିଛି ମାଇଲେଜ ନେଇ, ମୁଁ ସତଟା କହିଛି। ଏଇଟା ଠିକ୍ ନୁହଁ। କିନ୍ତୁ ଗୋଟେ ଜିନିଷ ହେଉଛି, କିନ୍ତୁ ଏସବୁ ଜିନିଷକୁ ତାଙ୍କର ବାଚସ୍ପତି କ'ଣ ନିର୍ଦ୍ଦେଶ ଦେଇଛନ୍ତି, କ'ଣ ପୋଲିସ କରୁଛି, ସେ ତ ଆମ କଥାରେ ପୋଲିସ ଚାଲିବନି। ଯେହେତୁ ହାଉସ୍ର ହେଲେ ହେଡ୍ ହେଲେ କିଏ? ବାଚସ୍ପତି। ସିଏ ହେଲେ ବିଧାନସଭାର କର୍ଣ୍ଣଧାର, ସିଏ ଯାହା ନିଷ୍ପତ୍ତି ନେବେ ଆମେ ତାକୁ ଚ୍ୟାଲେଞ୍ଜ କରିପାରିବାନି, ତାଙ୍କୁ ଆମେ ସ୍ୱାଗତ କରିବୁ। ଗୋଟେ ଘଟଣା ହେଉଛି ବାଚସ୍ପତି, ମୁଁ ସେଇଥିପାଇଁ କହୁଛି ଧନ୍ୟବାଦ ଦେଉଛି, ତାଙ୍କର ପେସେନ୍ସ ବହୁତ। ହଁ ଅନୁରୋଧ କରୁଛି, ମୁଁ ଆଜି କରିଛି, ଶୁଣିଲେ କି ମୋ ଇଏରେ ମୁଁ କହିଲି ତୁରନ୍ତ ବାଚସ୍ପତି ମହୋଦୟ ସମସ୍ତଙ୍କୁ ଡାକନ୍ତୁ ସର୍ବଦଳୀୟ, ଏବଂ ହାଉସ୍ଟି କେମିତି ଭଲରେ ଚାଲିବ ସେଇଟାକୁ ତାକୁ ମଧ୍ୟ ଦ୍ୟାଟ୍ ଇଜ୍ ଦ ଡ୍ୟୁଟି ଅଫ୍ ଏ ସ୍ପିକର, ହାଉ ଟୁ ରନ୍ ସ୍ମୁଥଲି। ତେଣୁ ସେ ଅଛନ୍ତି ଡାକୁଛନ୍ତି, ସମାଧାନ ହେଇଯିବ। ନା ନା, ସେ ତ ଦ୍ୟାଟ୍ ଇଜ୍ ଦ ଡିପେଣ୍ଡ ଅପନ୍ ଦି ସ୍ପିକର। वी हैव नो कमेंट
about this. କିନ୍ତୁ ମୁଁ ଏତିକି ଖାଲି କହିବି ହାଉସ୍ ଚାଲିବା ପାଇଁ ଯାହା ଦରକାର ବାଚସ୍ପତି ନିଷ୍ପତ୍ତି ନେବା ଉଚିତ ଚାଲିବା ପାଇଁ ଯାହା ଯାହା ନିଷ୍ପତ୍ତି ଦରକାର